ଏଠି ସରକାରୀ ଦଳର ବା ବର୍ତ୍ତମାନର ବିଧାୟକ ଏମିତି ବି ତାଙ୍କର ବିଧାୟକ ଅଛନ୍ତି, ମୁଁ ନାଁ ନେବାକୁ ଚାହୁଁନାହିଁ, ତାଙ୍କ ଦଳର ଗଞ୍ଜାମ ଜିଲ୍ଲାର ବିଧାୟକ ଅଛନ୍ତି ଯେ ନିଜେ ଜଣେ ମଦ ମାଫିଆ, ତାଙ୍କର ଦୀର୍ଘ ଦିନର ମଦ ବ୍ୟବସାୟ ରହିଛି, ମଦ ବେପାର କରୁଛନ୍ତି। ଗୌତମ ବାବୁ, ମୁଁ ଜାଣିବା ପାଇଁ ଚାହିଁବି ଯେ ଆଜି ବିଧାନସଭାରେ ଯୋଉ ହଟ୍ଟଗୋଳ ହେଲା, ବିଜୁ ଜନତା ଦଳ ସରକାର ସମୟରେ ବି ଏମିତି ମଦ ମୃତ୍ୟୁ ହଉଥିଲା, ତ ଆପଣ ମାନଙ୍କର ହଟ୍ଟଗୋଳର କାରଣ କଣ ହେଇପାରେ? ଏଥିପାଇଁ କଣ ସରକାର ଦାୟୀ ବୋଲି ଆପଣ କହୁଛନ୍ତି? ଦେଖନ୍ତୁ, ମଦ ମୃତ୍ୟୁ ଘଟଣା ଗୋଟେ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଯେକୌଣସି ସରକାର ସମୟରେ ଯେତେବେଳେ ମଦ ମୃତ୍ୟୁ ହୁଏ, ବିରୋଧୀ ଦଳର କାର୍ଯ୍ୟ ହଉଛି ସେ ସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରିବା, ସରକାର ତାଙ୍କର କାମ ହଉଛି ତାଙ୍କର ଉତ୍ତର ରଖିବା। ଯେତେବେଳେ ଆମ ସରକାର ସମୟରେ ମଦ ମୃତ୍ୟୁ ହଉଥିଲା, ବିରୋଧୀ ଦଳ ହିସାବରେ ବିରୋଧୀ ଦଳ ତାଙ୍କର ପ୍ରତିକ୍ରିୟା ରଖୁଥିଲେ, ଆମେ ମଧ୍ୟ ଉତ୍ତର ରଖୁଥିଲୁ, କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ଆମ ସମୟରେ ଦୁଇ ଜଣ ଅବକାରୀ ମନ୍ତ୍ରୀ ଏଥିପାଇଁ ଇସ୍ତଫା ଦେଇଛନ୍ତି, ଜୁଡିସିଆଲ ଏନକ୍ୱାରି ହେଇଛି। ତ ବର୍ତ୍ତମାନ ଯୋଉ ମଦ ମୃତ୍ୟୁ ହେଇଛି, ଇଏ ସରକାର 2-2.5 ମାସ ହେଲା କ୍ଷମତାକୁ ଆସିଛନ୍ତି। କ୍ଷମତାକୁ ଆସିବା ପୂର୍ବରୁ ସେମାନେ କହିଥିଲେ ନିଶାମୁକ୍ତ ନିଶା ନିବାରଣ କଥା କହିଥିଲେ, ନିଶାମୁକ୍ତ ଓଡିଶା କଥା କହିଥିଲେ। ଏବେ ସରକାର କ୍ଷମତାକୁ ଆସୁ ଆସୁ ନିଶାରେ ଭାସିଲେଣି। ବର୍ତ୍ତମାନ ନିଶା ସରକାର କେମିତି ଭାସିଲେ ଗୌତମ ବାବୁ? କଥା ହଉଛି ଯେ ବର୍ତ୍ତମାନ ସରକାର ମାତ୍ର 2 ମାସରୁ କିଛି ଦିନ ଅଧିକ ହେଇଛି, 3 ମାସ ବି ପୁରା ହେଇନି। ତ ମୋର କହିବାର କଥା ହଉଛି ଯେ ନୂଆ ମଦ ଦୋକାନ ତ କିଛି ଲାଇସେନ୍ସ ଦିଆଯାଇନି, ଯାହା ଆପଣଙ୍କ ସରକାର ସମୟରେ ଥିଲା ସେୟା ହିଁ ଚାଲିଛି। ଏଇଟା ମନୋରଞ୍ଜନ ବାବୁ, ଏଇଟା ମଦ ଦୋକାନରୁ ମଦ ପିଇକି ଲୋକ ମଦ ଭାସିବାକୁ ମୁଁ ଇନ ଜେନେରାଲ ସେନ୍ସରେ ନଉଥିଲି। ତାପରେ ମଦ ଭାସିବା, ମଦ ଉପରେ ବିଷାକ୍ତ ମଦ ଚୋରା କାରବାର ଉପରେ ଏକ ନିୟନ୍ତ୍ରଣ ନାହିଁ। ଆମ ସରକାର ସମୟରେ ମଦ ଲାଇସେନ୍ସ ଯୁକ୍ତ ମଦ ଦୋକାନ ଏଥିପାଇଁ କରାଯାଇଥିଲା ଯେ ଚୋରା ମଦ କାରବାରକୁ ରୋକାଯିବ, ବିଷାକ୍ତ ମଦ ମୃତ୍ୟୁ ଘଟିବ ନାହିଁ। ଯାହା ଫଳରେ ଦେଖନ୍ତୁ, ବିଗତ 10 ବର୍ଷ ଭିତରେ ସେମିତି ମଦ ମୃତ୍ୟୁ ଘଟଣା ଓଡିଶାରେ ଘଟିନଥିଲା। ଏବଂ ମଦ ନୀତି ଫଳରେ, ଗୋଟେ ସ୍ୱଚ୍ଛ ମଦ ନୀତି ଫଳରେ ଟେଣ୍ଡର ପ୍ରୋସେସରେ ଯିଏ ପାରୁଥିଲେ ସେ ମଦ ଦୋକାନ ଟେଣ୍ଡର ଦ୍ୱାରା ନଉଥିଲେ। ବର୍ତ୍ତମାନ ଏ ସରକାର ଆସ୍ତେ ଆସ୍ତେ ଗୋଟେ ଭୟର ବାତାବରଣ ସୃଷ୍ଟି କଲେ ଯେ ମଦ ବନ୍ଦ କରିଦିଆଯିବ। ଫଳରେ ମଦ ବେପାରୀ, ମଦ ମାଫିଆ ମାନେ ତାଙ୍କ ପାଖରେ ଯାଇ ଆଣ୍ଠେଇଲେ ଏବଂ ତାର ସୁଯୋଗ ସୃଷ୍ଟି କରି ମଧୁଚନ୍ଦ୍ରିକା ତାଙ୍କ ଭିତରେ ତିଆରି ହେଇଛି, ଯାହାର କୁଫଳ ହଉଛି ଏଇ ଯୋଉ ବର୍ତ୍ତମାନ ମଦ ମୃତ୍ୟୁ ହଉଛି ତାର ଗୋଟେ କୁଫଳ। ସେମାନେ ଚିକିଟିର ଯିଏ ଅଛନ୍ତି ବିଧାୟକ ଶ୍ରୀଯୁକ୍ତ ଦୟାଲ ସାମନ୍ତରାୟ, ସେ କହୁଛନ୍ତି ଯେ ବିଜୁ ଜନତା ଦଳରେ କାମ କରୁଥିବା କିଛି ନେତା ଯୋଉମାନେ ବହୁ ବର୍ଷ ଧରି ଏଇ ମଦ ବିଷାକ୍ତ ଚୋରା ମଦ କାରବାର କରି ଆସୁଥିଲେ, ସେଇମାନଙ୍କ ଯୋଗୁଁ ବର୍ତ୍ତମାନ ମଦ ମୃତ୍ୟୁ ହଉଛି। ସିଏ ତ କହିବେ, ଚିକିଟି ବିଧାୟକ ନିଜେ, ମୁଁ ଆଜି ବିଧାନସଭାରେ ସେ ପ୍ରସଙ୍ଗ ରଖିଛି। ଚିକିଟି ବିଧାୟକ ଏଇ ଯୋଉମାନେ ଗିରଫ ହେଇଛନ୍ତି ତାଙ୍କ ଭିତରୁ ଜଣେ ବ୍ୟକ୍ତିଙ୍କୁ 2 ମାସ ତଳେ ପୋଲିସ ଯେତେବେଳେ ଥାନାକୁ ନେଇଥିଲା, ଇଏ ତାଙ୍କୁ ନିଜେ ମୁକୁଳେଇଥିଲେ। କଣ ସମ୍ପର୍କ ଅଛି ତାର ତଦନ୍ତ କରାଯାଉ। ଚିକିଟି ବିଧାୟକଙ୍କର ସମ୍ପର୍କ ଯଦି ଅଛି ତାର ତଦନ୍ତ କରାଯାଉ। ଯଦି କୌଣସି ବିଜେଡି ନେତାଙ୍କର ସମ୍ପର୍କ ଅଛି ତାକୁ ବି ତଦନ୍ତ କରାଯାଉ, ଆମେ ସ୍ୱାଗତ କରିବୁ। କୋଉ ବିଜେଡି ନେତା ସହିତ ମଦ ମାଫିଆଙ୍କର ସମ୍ପର୍କ ରହିଛି ତାକୁ ବି ଧରାଯାଉ। ଏବେ ତ ତାଙ୍କର ସରକାର ଅଛି, ତାଙ୍କ ପାଖରେ ପ୍ରଶାସନ ଅଛି, ତାଙ୍କ ପାଖରେ ଅବକାରୀ ବିଭାଗ ଅଛି, ଧରିକି ବନ୍ଧାଯାଉ। ଯିଏ ବି ଅଛନ୍ତି, ସେ ଯଦି ବିଜେଡିରେ କିଏ ଅଛନ୍ତି, ଆମର କୌଣସି ଆପତ୍ତି ନାହିଁ ଯଦି ବିଜେଡିରେ କିଏ ଅଛନ୍ତି ତାଙ୍କୁ ଏକ୍ସପୋଜ କରାଯାଉ। କିନ୍ତୁ ଏକଥା କହି ଖସି ଯାଇ ପାରିବେ ନାହିଁ ଯେ ବିଜେଡି ସମୟରେ ହଉଥିଲା ବର୍ତ୍ତମାନ ବି ହବ। ଏଇଥିପାଇଁ ଆପଣ ଆପଣମାନେ ସରକାରକୁ ଆସିଥିଲେ କି? ଏଇ ନାରା ଦେଇଥିଲେ ଆପଣ ସରକାରକୁ ଆସିଛନ୍ତି କି ଯେ ନିଶା ନିବାରଣ କଥା କହି, ଏ ପୁଣି ନିଶା ଯେତେବେଳେ ମଦ ମୃତ୍ୟୁ ହବ ଆପଣ କହିଲେ 3 ମାସର ଶିଶୁ, ଆମେ କିଛି ଜାଣିନୁ, ଆମକୁ ଫସେଇ ଦିଅ, ପରବର୍ତ୍ତୀ ସମୟରେ ଦେଖିବା। ଏଇ ସମ୍ବେଦନଶୀଳ ଘଟଣାରେ ସରକାରଙ୍କର ବା ମନ୍ତ୍ରୀଙ୍କର ଯୋଉ ପ୍ରତିକ୍ରିୟା ରହିଛି, ତାଙ୍କର ଯୋଉ ରେସ୍ପନ୍ସ ରହିଛି, ତାକୁ ଆମେ ପ୍ରଶ୍ନ କରୁଛୁ। ସେ ଆନ୍ତରିକତା ପୂର୍ଣ୍ଣ ନଥିଲା। ସେ 3 ଦିନ ଲଗେଇଦେଲେ ସ୍ପଟରେ ପହଞ୍ଚିବା ପାଇଁ। ଗାଁ ଗଣ୍ଡାରେ ଚୋରା ମଦ କାରବାର, ବିଷାକ୍ତ ମଦ କାରବାର ଏଇ ଗୋଟେ କମନ କଥା କି ନୁହେଁ, ଯାହା ଆପଣଙ୍କ ସରକାର ସମୟରେ ବି ଥିଲା? ଚୋରା ମଦ କାରବାର ଆଦୌ ନଥିଲା ବୋଲି ମୁଁ କେବେ କହିବି ନାହିଁ। ଚୋରା ମଦ କାରବାର ଥିଲା, ତାକୁ ରୋକିବା ପାଇଁ ବ୍ୟବସ୍ଥା କରାଯାଇଥିଲା, ଯାହା ଫଳରେ ମଦ ମୃତ୍ୟୁ ଭଳି ସାଂଘାତିକ ଘଟଣା ଘଟୁନଥିଲା। ଚୋରା ମଦ ପୋଲିସ ରହିବ, ଗୋଟେ ଅପରାଧ ରହିବ ବୋଲି ଅପରାଧ ହବନି ସେମିତି କିଛି କଥା ନାହିଁ, କିନ୍ତୁ ନିୟନ୍ତ୍ରଣ ରହିବା ଦରକାର। ଏ ସରକାର ଆସୁ ଆସୁ ସେ ନିୟନ୍ତ୍ରଣ ହରେଇଛନ୍ତି ଏବଂ ଯଦି ହରେଇଛନ୍ତି ଚୋରା ମଦ ବେପାରୀଙ୍କ ଉପରେ ଯୋଉ ନିୟନ୍ତ୍ରଣ ରହିବା କଥା, ଯାହାକୁ ରୋକିବା କଥା, ଯୋଉଟା ଆମ ସରକାର ସମୟରେ ରୋକା ଯାଇ ପାରୁଥିଲା ସଫଳ ଭାବରେ, ଯାହା ଫଳରେ ଏଭଳି ମହତ୍ତ୍ୱ ଘଟଣା ଘଟୁନଥିଲା ବିଗତ 10 ବର୍ଷ ଭିତରେ। ଇଏ 2.5 ମାସ ଆସିଲେ ମୃତ୍ୟୁ ଘଟଣା ଘଟିଗଲା। ତାର ଅର୍ଥ କଣ? ଏମାନେ ନିଜେ ନିଜେ ଆଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି, ମଧୁଚନ୍ଦ୍ରିକାରେ ଲିପ୍ତ ହେଇସାରିଲେଣି ଆସୁ ଆସୁ। ତାକୁ ହିଁ ଆମେ ପ୍ରଶ୍ନ କରୁଛୁ, ତାର ତଦନ୍ତ ହଉ, କୋଉମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଆଗେ ଧରାଯାଉ। ତ ଆପଣ କହୁଛନ୍ତି ସରକାରୀ ଦଳର ଲୋକମାନେ ମଦ ମାଫିଆଙ୍କ ସହିତ ସମ୍ପର୍କରେ ଅଛନ୍ତି, ଯୋଉଥିପାଇଁ ମଦ ମୃତ୍ୟୁ ହଉଛି? ଡେଫିନେଟଲି ଯୋଉ ଘଟଣା ଯୋଉଠି ଘଟିଛି
ସେଠି ସରକାରୀ ଦଳର ବା ବର୍ତ୍ତମାନର ବିଧାୟକ ଏମିତି ବି ତାଙ୍କର ବିଧାୟକ ଅଛନ୍ତି, ମୁଁ ନାଁ ନେବାକୁ ଚାହୁଁନାହିଁ, କାରଣ ତାଙ୍କ ଦଳର ଗଞ୍ଜାମ ଜିଲ୍ଲାର ବିଧାୟକ ଅଛନ୍ତି ଯେ ନିଜେ ଜଣେ ମଦ ମାଫିଆ, ତାଙ୍କର ଦୀର୍ଘ ଦିନର ମଦ ବ୍ୟବସାୟ ରହିଛି, ମଦ ବେପାର କରୁଛନ୍ତି। ନିର୍ଦ୍ଦିଷ୍ଟ ତ ଭାବରେ ସେମାନେ ଆପଣ ପୁଣି ଆଜି କାହାକୁ- ମଦ ଉପରେ ଭାଷଣ ଦଉଛନ୍ତି ବିଧାନସଭାରେ, ନିର୍ଦ୍ଦିଷ୍ଟ ମଦ ଭାବରେ ଆପଣ ନିବାରଣ କାହାକୁ ନିଶା ନିବାରଣ କରୁଛନ୍ତି। ନିର୍ଦ୍ଦିଷ୍ଟ ଭାବରେ କାହା ସମ୍ପର୍କରେ ଆପଣ କହିବା ପାଇଁ ଚାହୁଁଛନ୍ତି? ମୁଁ ନାଁ ନେବାକୁ ଚାହୁଁନାହିଁ, ସରକାର ତଦନ୍ତ କରନ୍ତୁ ଜଣେ ବିଧାୟକ ସମ୍ପର୍କରେ। ମୋ ପାଖରେ ପ୍ରମାଣ ନାହିଁ, କିନ୍ତୁ ଚର୍ଚ୍ଚା ହଉଛି ଯେ ସମଗ୍ର ଗଞ୍ଜାମ ଜିଲ୍ଲାରେ ସମସ୍ତେ ଜାଣିଛନ୍ତି ଯେ କୋଉ ବିଧାୟକ ବର୍ତ୍ତମାନ ମଦ ମାଫିଆ କୋଉ ବିଧାୟକ ଅଛନ୍ତି ଯିଏକି ବିଧାନସଭାରେ ଅଛନ୍ତି, ଆଉ ଆଜି ମଧ୍ୟ ଆଲୋଚନାରେ ଭାଗ ନେଉଛନ୍ତି ମଦ ସମ୍ପର୍କରେ। ବଡ ହାସ୍ୟାସ୍ପଦ କଥା। ତ ମଦ ମାଫିଆ ବିଧାନସଭାରେ ଅଛନ୍ତି, ଆଉ ସେ ହଉଛନ୍ତି ଭାରତୀୟ ଜନତା ପାର୍ଟିର, ଏ ହଉଛି ଆପଣଙ୍କର ଅଭିଯୋଗ? ଆଜ୍ଞା, ଅଭିଯୋଗ କଣ, ଏଇଟା ସମସ୍ତେ ଜାଣିଛନ୍ତି, ଏ ଚର୍ଚ୍ଚା ହଉଛି। ତାପରେ ଅବକାରୀ ମନ୍ତ୍ରୀଙ୍କ କଥା ଆମେ ଆଜି ବିଧାନସଭାରେ ମୁଁ ମଧ୍ୟ ଏ କଥା ପ୍ରସଙ୍ଗ ରଖିଥିଲି, ଏ ଦାବି ଉଠେଇଥିଲି। ଅବକାରୀ ମନ୍ତ୍ରୀ ନୀତି ନୈତିକତା ଅଛି କି ନାହିଁ? ଯଦି ଆମ ମନ୍ତ୍ରୀମାନେ ଇସ୍ତଫା ଦଉଥିଲେ ଗୋଟେ ମଦ ମୃତ୍ୟୁ ଘଟଣାରେ, ସେ ବି ଇସ୍ତଫା ଦେଇକିରି ତଦନ୍ତକୁ ସାମ୍ନା କରନ୍ତୁ। ନିଜେ କାଠଗଣ୍ଡରେ ଠିଆ ହେଇଛି ଅବକାରୀ ବିଭାଗ, ସେ ପୁଣି କଣ ତଦନ୍ତ କରିବ? ଅବକାରୀ ମନ୍ତ୍ରୀ ଯଦି ତାଙ୍କର ସସାହସ ଅଛି, ସେ ଇସ୍ତଫା ଦେଲା ପରେ 2 ମାସ ତଦନ୍ତ ରିପୋର୍ଟ ଆସି ସାରିଲା ପରେ ପୁଣି ଫେରି ଆସିବି, ତାଙ୍କର ଯଦି କିଛି ଅସୁବିଧା ନଥିବ। ଏକଥା ମୁଁ ବିଧାନସଭାରେ ମଧ୍ୟ ଆଜି କହିଛି ତାଙ୍କୁ। ଆପଣ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରୁଛନ୍ତି? ମୋ ଦଳ ଦାବି କରୁଛି, ସେଇ ଦାବିରେ ହିଁ ଆମେ ବିଧାନସଭାର ପ୍ରଶ୍ନକାଳରେ ଆମେ ଏ ଦାବି ହିଁ ରଖିଥିଲୁ। ସେ ଦାବିକୁ ନେଇକି ମଧ୍ୟ ମୁଲତବୀ ପ୍ରସ୍ତାବ ଆସିଛି। ବହୁତ ଧନ୍ୟବାଦ ଗୌତମ ବାବୁ, ବହୁତ ଧନ୍ୟବାଦ।